हरे कृष्ण सब श्रद्धालु भक्त मान को स्वागत करुची विनम्र प्रणाम करुची। आज श्रीमद् भगवद गीता कार्यक्रम आरंभ करवा आसतु प्रेयर करवा। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। नमो महावदन्याय कृष्णप्रेमप्रदायते कृष्णाय कृष्ण चैतन्य नाम्ने गौरतिषे नमः। हे कृष्ण करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्णा। गोटे सेकंड। आज आम 17 नंबर श्लोक नवा। आम 16 पर्यंत कंप्लीट करिचे। 17 नंबर श्लोक नवा। ये आउ गोटे नुआ विभाग ए कर्मयोगर। ये आम तृतीय विभाग रे अच्छे। प्रथम दुईटी पार करछे तृतीय विभाग रे अच्छे। तेबे अर्जुनंकर ये तृतीय ये जो कर्मयोग अर्जुनंकर प्रश्न कौन थिला जे मु कर्म करिवि ना कर्म को त्याग करिवि संन्यास हेबि। एइभଳି प्रश्न थिला अर्जुनंकर। तेबे प्रथम विभाग रे भगवान कहले जे तृतीय श्लोक रु 9 नंबर श्लोक पर्यंत भगवान को वर्णना कले निष्काम कर्म योग। कहले अर्जुन को तमे कर्म कर जहाँ तुमर नियत कर्म ताकू तमे कर केमिति करिवो ना अनासक्त भाव रे एवं भगवान को प्रत्येक जिनस अर्पण करिकी ताहले तुमर कर्म बंधन रे पड़िबनी। एई भଳି कहले माने कर्म योग बा निष्काम कर्म योग कथा प्रथम 3 नंबर श्लोक रु 9 नंबर श्लोक जो प्रथम भाग से कहले। द्वितीय भाग रे से कौन कहले ना 10 नंबर श्लोक रु 16 नंबर श्लोक पर्यंत से कौन कहले कहले जे किछि डिटेल्स देले जहाँ से निष्काम कर्म योग कथा कहूतिले तार विशद भाव रे से वर्णना कहले 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 जे जो ये जो सृष्टि करिछि मु ए पृथ्वी मु सृष्टि करिछि ए जीव मनुष्य मान को सृष्टि करिछि देवादेवी मान को सृष्टि करिछि एवं मु मध्य गोटे रास्ता देली जे कौन ना यज्ञर रास्ता जो थरे जहाँ द्वारा
ଯେତେ ମନୁଷ୍ୟ ଅଛନ୍ତି ସେମାନେ ଯାହା ତାଙ୍କର ଆବଶ୍ୟକତା ଦେବାଦେବୀ ମାନେ ତାଙ୍କୁ ଯୋଗାଇ ଦେବେ ଏବଂ ସେମାନେ ଖୁସିରେ ଜୀବନ ଯାପନ କରିବେ, କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଯଦି ସେମାନେ ତାଙ୍କୁ ଅର୍ପଣ ନ କରିକି ଯାହା ଯୋଗାଇ ଦଉଛନ୍ତି ତାଙ୍କୁ ଯଦି ଅର୍ପଣ ନ କରିକି ସେମାନେ ତାକୁ ବ୍ୟବହାର କରନ୍ତି, ତାହେଲେ ତାଙ୍କୁ ପାପ ଲାଗିବ, ସେମାନେ କର୍ମବନ୍ଧନରେ ପଡ଼ିବେ। ତେବେ ଏଇ ଯୋଉ ସେକେଣ୍ଡ ଦ୍ୱିତୀୟ ବିଭାଗଟି ଭଗବାନ ଯୋଉ କହିଲେ, ଇଏ ଗୋଟେ ଅଲଗା ସେକ୍ସନ ନୁହେଁ, ଇଏ ମାନେ ତାର ଗୋଟେ ସବସେକ୍ସନ ବୋଲିକି ବୁଝିବାକୁ ପଡିବ। କାହାର? ମାନେ ଯୋଉ ପ୍ରଥମ ଯୋଉ କର୍ମଯୋଗ କଥା କହିଲେ ପ୍ରଥମେ 9 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ, ତାର ଇଏ ଆଉ ମାନେ ସେଇଥିରେ ଆସୁଛି, ଇଏ ଗୋଟେ ସବ୍ ପ୍ଲଟ୍ ଫାର୍ଷ୍ଟ ସେକ୍ସନର। ବେସିକାଲି ସେ କହୁଛନ୍ତି ନିଷ୍କାମ କର୍ମଯୋଗ କର। ତେବେ ତା ପୂର୍ବରୁ ସେ ଗୋଟେ ଜାଗାରେ କହିଲେ ଯେ କର୍ମଯୋଗ କରିବାକୁ ପଡିବ ଯୋଉମାନଙ୍କର ଯୋଗ୍ୟତା ଆସିନି ରେନନ୍ସିଏସନ ପାଇଁ, ମାନେ ସନ୍ନ୍ୟାସ ପାଇଁ, କର୍ମକୁ ତ୍ୟାଗ କରିବା ପାଇଁ ଯାହାଙ୍କର ଯୋଗ୍ୟତା ଆସିନି ସେମାନଙ୍କୁ କର୍ମଯୋଗ କରିବାକୁ ପଡିବ। କଣ ହବ ନା ଏ କର୍ମଯୋଗ ଯୋଉ କହୁଛନ୍ତି ବା ନିଷ୍କାମ କର୍ମଯୋଗ, ସେ କହୁଛନ୍ତି ଏଇଭଳି କରୁ କରୁ ଅନାସକ୍ତ ଭାବ ବଢିବ, ଜ୍ଞାନ ବି ବଢିବ ଏବଂ ଶୁଦ୍ଧ ହେବେ, ଭୋଗ ଲାଳସାର ଇଚ୍ଛା କମିଯିବ ଏବଂ ଗ୍ରାଜୁଆଲି ଏଇଭଳି କରିକି ସେମାନେ ସନ୍ନ୍ୟାସ ନେଇପାରିବେ ବା କର୍ମକୁ ତ୍ୟାଗ କରିପାରିବେ। କିନ୍ତୁ ଭଗବାନ ଆଉ ଆଉ ଜଣେ ଆଉ କେତେକ ବ୍ୟକ୍ତି ଅଛନ୍ତି ଯୋଉମାନେ ଅଲରେଡି ଯାହାଙ୍କର ଯୋଗ୍ୟତା ଆସିଗଲାଣି କର୍ମ ଛାଡିବା ପାଇଁ, ସନ୍ନ୍ୟାସ ହବା ପାଇଁ ଯୋଉମାନଙ୍କର ଯୋଗ୍ୟତା ଆସିଗଲାଣି। ଏକ୍ସାମ୍ପଲ ଉଦାହରଣ ସ୍ୱରୂପ ଧରନ୍ତୁ ଦିଟା ଗ୍ରୁପ ଅଛନ୍ତି, ଗୋଟେ ଗ୍ରୁପ ଅଲରେଡି ଷ୍ଟୁଡେଣ୍ଟସ୍, ଆମେ ଧରିବା ଦି ପ୍ରକାରର ଷ୍ଟୁଡେଣ୍ଟସ୍। ଗୋଟେ ଗ୍ରୁପର ଷ୍ଟୁଡେଣ୍ଟସ୍ ଅଲରେଡି ଏଣ୍ଟ୍ରାନ୍ସ ଏକ୍ଜାମ ଦେଇ ସାରିଲେଣି, ପାସ୍ କରି ଯାଇଛନ୍ତି, ତେଣୁ ସେମାନଙ୍କର ଆଉ ପ୍ରିପାରେସନ କରିବାର ଆବଶ୍ୟକତା ନାହିଁ ଏଣ୍ଟ୍ରାନ୍ସ ଏକ୍ଜାମ ପାଇଁ। କିନ୍ତୁ ଯୋଉମାନେ ଧରନ୍ତୁ ଆଉ କେତେ ଜଣ ଷ୍ଟୁଡେଣ୍ଟ ସେମାନେ ଏଣ୍ଟ୍ରାନ୍ସ ଏକ୍ଜାମିନେସନ ପାସ୍ କରିନାହାନ୍ତି, ତାହେଲେ ତାଙ୍କୁ ପ୍ରିପାରେସନ ହବାକୁ ପଡିବ, ପାଠ ପ୍ରିପେୟାର ହେଇକି ପୁଣି ଏଣ୍ଟ୍ରାନ୍ସ ଏକ୍ଜାମ ଦବାକୁ ପଡିବ, ତେଣୁ ତାଙ୍କର କର୍ତ୍ତବ୍ୟ ରହିଛି। ତେଣୁ ଏଇଭଳି କିନ୍ତୁ ଭଗବାନ କହୁଛନ୍ତି ଯେ ଯୋଉମାନେ ଇଭେନ୍ ଏଣ୍ଟ୍ରାନ୍ସ ଏକ୍ଜାମ ଦେଇକି ସେମାନେ ପାର ହେଇଗଲେଣି ତଥାପି ତାଙ୍କୁ କର୍ମ କରିବାକୁ ପଡିବ। କେମିତି? ଏଇ କଥା ଏଇଠି ସେ କହୁଛନ୍ତି ଯେ ଯୋଉମାନେ ଅଲରେଡି ଯିଏ କ୍ୱାଲିଫାଇଡ ଜ୍ଞାନ ଯୋଗ ପାଇଁ, ଯାହାର ଯୋଗ୍ୟତା ଆସିଗଲାଣି ଜ୍ଞାନ ଯୋଗ ପାଇଁ, ସେକେଣ୍ଡ ହଁ ଯୋଉମାନଙ୍କର ଖୋଲି ଯାଉଛି ଟିକେ ମ୍ୟୁଟ ରଖିବେ। ଯୋଉମାନଙ୍କର ମାନେ ଜ୍ଞାନ ଯୋଗ ପାଇଁ ଯୋଗ୍ୟତା ଆସିଗଲାଣି, ମାନେ ତାଙ୍କର ନଲେଜ ଅଛି, ଡିଟାଚମେଣ୍ଟ ଅଛି, ମାନେ ଅନାସକ୍ତ ଭାବ ଅଛି ଏବଂ ସେମାନେ ଶୁଦ୍ଧ ପ୍ୟୁରିଫାଇଡ ହେଇଯାଇଛନ୍ତି, ତାଙ୍କର ନିୟତ କର୍ମ କରିବାର କିଛି ଆବଶ୍ୟକତା ନାହିଁ। କିନ୍ତୁ ଭଗବାନ ଏ ଶ୍ଲୋକରେ ଆମକୁ କହୁଛନ୍ତି ଏ ଯୋଉ ଯୋଉ ବିଭାଗକୁ ଆମେ ଯାଉଛେ ସେ ବିଭାଗରେ କହିବେ ତାଙ୍କୁ କର୍ମ କରିବାକୁ ପଡିବ। କାହିଁକି ନା ଆଦର୍ଶ ପ୍ରସ୍ତୁତ କରିବାକୁ ପଡିବ ସମାଜରେ ଲୋକଙ୍କ ପାଇଁ, ତାହେଲେ ଲୋକ ଶିଖିବେ କର୍ମ କେମିତି କରାଯାଏ। ତେଣୁ ଅର୍ଜୁନଙ୍କର ଯୋଉ ଆକ୍ସନ ଅର୍ ରିନାଉନ୍ସିଏସନ, ମାନେ କର୍ମ କରିବେ ନା ସନ୍ନ୍ୟାସ ହେବେ, କର୍ମ ତ୍ୟାଗ କରିବେ, କୃଷ୍ଣ କହିଲେ ଯେ ପ୍ରିମାଚୁଅରଲି, ମାନେ ଆମର ଯୋଗ୍ୟତା ଆସିବା ପୂର୍ବରୁ ଆମେ କର୍ମକୁ ତ୍ୟାଗ କରିପାରିବା ନାହିଁ, ବେଟର କର୍ମ କର, ଇଏ ପ୍ରଥମ କଥା କହିଲେ। ସେ କହିଲେ ଯେ ରେନନ୍ସିଏସନ ହଉଛି ବହୁତ ବଢିଆ ଜିନିଷ, ଯୋଉ କର୍ମ ତ୍ୟାଗ କରିବା, ସନ୍ନ୍ୟାସ ହବା, ଏ ବହୁତ ଭଲ ଜିନିଷ ନିୟତ କର୍ମଠୁ। କିନ୍ତୁ କର୍ମ କରିବାଠୁ କର୍ମ ସନ୍ନ୍ୟାସଟା ବେଟର। କିନ୍ତୁ ଯଦି ଏଇଟା ଆମର ମ୍ୟାଚିଓର୍ଡ ହେଇଥିବ, ଅର୍ଥାତ୍ ଆମେ ଆମର ଅନାସକ୍ତ ଭାବ, ଆମର ଜ୍ଞାନ
ଆମର ଆମେ ଶୁଦ୍ଧ ହେଇଥିବା, ଏସବୁ ପରିପକ୍ୱ ହେଇଥିବ, ତାହେଲେ ଆମର ଯୋଗ୍ୟତା ଆସିଛି ଆମେ କର୍ମ ତ୍ୟାଗ କରିପାରିବା। ଏଇଭଳି କୃଷ୍ଣ ମଧ୍ୟ କହିବେ ଯେ ମୁଁ ମଧ୍ୟ କରିଛି କର୍ମ ତ୍ୟାଗ, ମାନେ ମୁଁ ମଧ୍ୟ କର୍ମ କରୁଛି ଏ ଭୌତିକ ଜଗତକୁ ଆସିକି। ଜନକ ମହାରାଜ ମଧ୍ୟ କର୍ମ କରିଛନ୍ତି। ଏମିତି ବହୁତ ଆତ୍ମା ଅଛନ୍ତି, ପୁଣ୍ୟ ଆତ୍ମା, ଯୋଉମାନେ ଏ ସଂସାରରେ କର୍ମ କରୁଛନ୍ତି କିନ୍ତୁ ତାଙ୍କର କର୍ମ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେମାନେ କରୁଛନ୍ତି କାହିଁକି ନା କମନ ମ୍ୟାନ ପାଇଁ, ଯୋଉ ଆମର ଯୋଉ ପବ୍ଲିକ ଜନସାଧାରଣ ଯୋଉମାନେ, ତାଙ୍କୁ ମାନେ ଶିଖେଇବା ପାଇଁ କେମିତି କର୍ମ କରାଯାଏ, ଏକ୍ସାମ୍ପଲ ସେମାନେ ସେଟ୍ କରୁଛନ୍ତି କର୍ମ କେମିତି କରାଯାଏ। ତେଣୁ ଆମକୁ ଏଠି ବୁଝିବାକୁ ହବ କୃଷ୍ଣ ଆମକୁ କୁଆଡେ ନେଇକି ଯାଉଛନ୍ତି। ସେ କହୁଛନ୍ତି ଗୋଟେ ବିଭାଗକୁ ନେଇକି ଯାଉଛନ୍ତି, ସେ ଆମକୁ କହୁଛନ୍ତି, କୃଷ୍ଣ ରେକମେଣ୍ଡ କରୁଛନ୍ତି ନିଷ୍କାମ କର୍ମଯୋଗ କାହା ପାଇଁ? ଯାହାର ଜ୍ଞାନ ଯୋଗ ପାଇଁ, ଅର୍ଥାତ୍ ସନ୍ନ୍ୟାସ ନବା ପାଇଁ ଅଲରେଡି ଆସିଗଲାଣି ଯୋଗ୍ୟତା, ତଥାପି କର୍ମଯୋଗ କରିବାକୁ ପଡିବ। ୱାଇ? ଟୁ ସେଟ୍ ରାଇଟ୍ ଏକ୍ସାମ୍ପଲ୍ସ ଫର ଅଦର୍ସ। କାରଣ ଅନ୍ୟମାନେ ଆମକୁ ଦେଖିକି ଫଲୋ କରୁଛନ୍ତି। ଏଇଭଳି ଜିନିଷ ବର୍ତ୍ତମାନ ଆମକୁ ନେଇକି ଯାଉଛନ୍ତି। ପ୍ରଥମ ଶ୍ଲୋକ ତାଙ୍କର ଆରମ୍ଭ ହବ ବର୍ତ୍ତମାନ ଏଇ 17 ନମ୍ବରରୁ, ସେଇ କନସେପ୍ଟକୁ ସେ କହିବାକୁ ଯାଉଛନ୍ତି। ତେବେ ଆମେ ଦେଖିଥିଲେ ଯେ ପୂର୍ବ ଶ୍ଲୋକ ଯୋଉ ଆମେ ଚାଲିଗଲା, ସେଠି ସୃଷ୍ଟି ଚକ୍ର କଥା ଭଗବାନ କହିଥିଲେ। ସୃଷ୍ଟି ଚକ୍ର ଅର୍ଥାତ୍ ମାନେ ଯୋଉ ଆମର ପାପରୁ ଆମେ ବଞ୍ଚିବା କେମିତି, ତାର ଉପାୟ ଆମକୁ ବତେଇଥିଲେ। କହିଥିଲେ ଯୋଉମାନଙ୍କର ଭୌତିକ ଇଚ୍ଛା ଅଛି ଏବଂ ସେମାନେ ଉପଭୋଗ କରିବାକୁ ଚାହୁଁଛନ୍ତି, ତାହେଲେ ସେମାନେ ତାଙ୍କର ଭୋଗ୍ୟ ବସ୍ତୁ ପାଇପାରିବେ କାହାଠୁ? ଦେବାଦେବୀଙ୍କଠୁ। କିନ୍ତୁ ସେମାନେ ଉପଭୋଗ କରିପାରିବେନି ଯଦି ସେମାନେ ତାକୁ ଅର୍ପଣ କରୁନାହାନ୍ତି ସେଇ ଦେବାଦେବୀଙ୍କୁ। ସେଥିପାଇଁ ସେ ସେଇମାନଙ୍କ ପାଇଁ ଏ ସୃଷ୍ଟିରେ ଭଗବାନ ତିଆରି କଲେ ଗୋଟେ ସିଷ୍ଟମ, ଯଜ୍ଞ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ। କାହାକୁ? ଦେବାଦେବୀ ମାନଙ୍କୁ। ଏବଂ ସେମାନେ ସନ୍ତୁଷ୍ଟ ହେଲେ ସେମାନେ ଯାହା ଆବଶ୍ୟକତା ଆମର ଯୋଗେଇ ଦେବେ ଏବଂ ଗ୍ରାଜୁଆଲି ସେମାନେ ପ୍ୟୁରିଫାଇଡ ହେବେ ଏବଂ ଆସିବେ ଭକ୍ତି ସ୍ତରକୁ। ଏଇ ହଉଛି, ଏମାନେ ସବୁ କିଏ? କର୍ମୀ। ଏମାନେ କର୍ମୀ, ମାନେ କର୍ମ କରୁଛନ୍ତି କେବଳ ଭୋଗ କରିବା ପାଇଁ, ଉପଭୋଗ କରିବା ପାଇଁ। ଏମାନେ କର୍ମୀ। କିନ୍ତୁ ଭଗବାନ ବର୍ତ୍ତମାନ ଏଇ ଯୋଉ ଶ୍ଲୋକକୁ ଯାଉଛନ୍ତି, ଏମାନେ କହିବେ କହିବେ କାହା ବିଷୟ? ଏ କର୍ମୀ ନୁହଁ, ଏ ଭକ୍ତ, ଭକ୍ତଙ୍କ ବିଷୟ କହିବା ଆରମ୍ଭ କରିବେ। ସେ କହିବେ ଯେ ଆମର ଆବଶ୍ୟକତା ନାହିଁ, ଯୋଉମାନେ ଭକ୍ତ, ଭଗବାନଙ୍କର ଭକ୍ତି କରୁଛନ୍ତି, ତାଙ୍କୁ ଏ ଯଜ୍ଞ କରିବାର କୌଣସି ଆବଶ୍ୟକତା ନାହିଁ। ଏ ଯଜ୍ଞ କେବଳ କାହା ପାଇଁ? ଇନ୍ଦ୍ରିୟାରାମ, ମାନେ ଯୋଉମାନେ ଇନ୍ଦ୍ରିୟ ଭୋଗ ପାଇଁ ଯୋଉମାନଙ୍କର ପ୍ରବଳ ଲାଳସା ରହିଛି, ସେଇମାନଙ୍କ ପାଇଁ ଏ ଯଜ୍ଞ, ଦେବାଦେବୀ ଯଜ୍ଞ। ଏବଂ ସେମାନେ ଯଦି ଯଜ୍ଞ ନ କରିବେ ତାହେଲେ ସେମାନେ ପାପମୟ ଜୀବନ ଯାପନ କରୁଛନ୍ତି। କିନ୍ତୁ ଯୋଉମାନେ ଭକ୍ତ, ଯୋଉମାନଙ୍କର ଇନ୍ଦ୍ରିୟ ଭୋଗ ପାଇଁ ଇଚ୍ଛା ନାହିଁ, ଯାହାଙ୍କର ଜୀବନ ଧାରଣର ଉଦ୍ଦେଶ୍ୟ କଣ? ନା ଏ ଶ୍ଲୋକରେ ସେ କହୁଛନ୍ତି କଣ ଉଦ୍ଦେଶ୍ୟ? ଯଃ ତୁ ଆତ୍ମରତି ଏବ, ଯତୁ ଆତ୍ମରତି ଏବ ସ୍ୟାत् ଆତ୍ମତୃପ୍ତଃ ଆତ୍ମତୃପ୍ତଶ୍ଚ ମାନବ ଆତ୍ମନୈବ চ ସନ୍ତୁଷ୍ଟস্তସ୍ୟ କାର୍ଯ୍ୟଂ ନ ବିଦ୍ୟତେ। ଏଠି କହୁଛନ୍ତି କଣ? ଯଃ ତୁ ଆତ୍ମରତି ଏବ ସ୍ୟାत् ଆତ୍ମତୃପ୍ତଶ୍ଚ ମାନବ ଆତ୍ମନୈବ চ ସନ୍ତୁଷ୍ଟଃ ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। ଏଠି ତିନୋଟି ଜିନିଷ ସେ ଏମ୍ଫାସିସ୍ ଦଉଛନ୍ତି। କଣ? ନା ଆତ୍ମରତି, ଯାହତୁ ଆତ୍ମରତି ହେବ, ଯିଏ ଆତ୍ମାରେ ରମଣ କରନ୍ତି, ଆତ୍ମାରେ ଆନନ୍ଦ ନିଅନ୍ତି। ପୁଣି କହୁଛନ୍ତି ସ୍ୟାତ୍ ଆତ୍ମତୃପ୍ତ, ଯେ ଆତ୍ମାରେ ତୃପ୍ତ ରହନ୍ତି। ଗୋଟେ
जे आत्मारे तृप्त रहंती जो मनुष्य माने पुणी कौन कहते आत्मनि एव च संतुष्ट केवल आत्मारे संतुष्ट हुअन्ति तीन जिनस कहते आत्मरति आत्मतृप्त आत्म संतुष्टि तीनोटी जिनस कहते आत्मरति माने आत्मारे रमण करती आनंद नियंती आत्मतृप्ति माने आत्मारे तृप्ति पाती एवं आत्मसंतुष्टि माने तांकर से साटिस्फाइड हो गले संतुष्टि मिलगला तांकर आउ किछि दरकार नहीं आउ किछि दरकार नहीं तांकर कौन सी भौतिक इच्छा भी नहीं तेणु भगवान कहते जो मानकर ए भौतिक इच्छा नहीं आसक्ति नहीं कर्म फल प्रति आशा रखी नाहंती ए लोक माने कर्मयोग करिवेनी किंतु जो मानकर अच्छी से माने कर्मयोग करिवे किंतु ए माने ए सबरु ऊर्ध्वर अछंती तांकर आसक्ति नहीं भौतिक इच्छा नहीं कर्म करूचंती कर्म फल प्रति आशा रखी नाहंती सेतपई भगवान कहउचंती तस्य कार्यम न विद्यते एभଳି लोकर कर्म करिवार कोनोसी आवश्यकता नहीं तामाने एठी भगवान जणे माने स्वरूप सिद्धि व्यक्ति विषय स्वरूप सिद्धि जे जार आत्म साक्षात्कार हो जाइए सेल्फ रियलाइज पर्सन तारी विषय से वर्णना करुचंती से लोकटी कौन ना निष्काम कर्म जोगर स्तर को अतिक्रम कर सारी ये 17-18 दुईटाक श्लोक से कहवाक जाऊँच आप अर्जुन प्रश्न देखु अर्जुन कौन कहते हे जनार्दन मते आपण कहले जे बुद्धि होउची कर्म अपेक्षा बेटर ताल मते कहीं कर्म करने को कहउचंदी ये तो युद्ध होउची जघन्य कर्म ये कर्म मते करने को कहीं कहीं कहउचंदी कृष्ण कौन कहते कृष्ण कहते जे कर्म कहा पाई जे जार शुद्ध हेनी जे प्यूरिफाइड नुहे भोग करिवार इच्छा जार अच्छी उपभोग करिवार लालसा रही से मानक पाई ये कर्म किंतु अर्जुन को पाई एटा एप्लीकेबल नथिला कहीं ना अर्जुन तो निजे होचंती प्यूरिफाइड सोल से शुद्ध आत्मा तांकर कोनोसी कर्म करिवार आवश्यकता नहीं नियत कर्म करिवार कोनोसी आवश्यकता नहीं पर कहबे कहीं किंतु कहीं से फोर्स करचंदी जे अर्जुन को कर्म करिया पे सेही कथा बुझेगा बर्तमान जीवे ए सेक्शन रे बर्तमान खाली ये श्लोक से कहउचंदी जे किए कर्म त्याग करि परिबो तस्य कार्यम न विद्यते किए संन्यास हेई परिबो बा किए कार्य कर्म को त्याग करि परिबो भौतिक कर्म किए ना जे होची आत्मरति आत्मतृप्त आत्म संतुष्ट ये तीनोटी जिनस जे एटी देखंतु ये भारी माने तीनोटी जिनस किंतु केते आपको आमे सहज करिक बुझेबा ये बहुत माने तीनोटी जिनस रे बहुत किछि रहिछि आत्मा शब्द कृष्ण एटी तीन थर व्यवहार करिसंती आत्मरति आत्मतृप्ति आत्म संतुष्टि से कहउचंती तीनटा जिनस जहा पाखरे अछि तस्य कार्यम न विद्यते तांकर कोनोसी कर्म करिबा नाही अर्थात तांकर कोनोसी यज्ञ जो यज्ञ कथा कहले देवादेवी को पूजा तांकर देवादेवी को पूजा करिवार कोनोसी आवश्यकता नहीं जे आत्मरति आत्मतृप्ति आत्मसंतुष्टि ये होची जने स्वरूप सिद्धि व्यक्ति बा जार आत्म साक्षात्कार होईची सेल्फ रियलाइज्ड सोल तेबे ये आत्मा शब्द कहा पई व्यवहार करचंदी भगवान आत्मा एठी आत्मार विभिन्न मीनिंग हेई पारे आत्मार अर्थ ये शरीर आत्मार अर्थ मन आत्मार अर्थ जीवात्मा आत्मार अर्थ भी कृष्ण कहा पई व्यवहार करिसंती आत्मा आत्मा शब्द ताकू हमको बुझिया पड़िबो जहा पई व्यवहार करिसंती से जहा पई ए शब्दटी को व्यवहार करिसंती सेई वस्तुरु बा सेई व्यक्तिरु आमे रक्ति पाई परिबा तृप्ति पाइबा संतुष्टि पाइबा
तीनोटी जिनस आम पाई परिबा सेही व्यक्ति सेही वस्तु से व्यक्ति हो बा वस्तु हो सेइथुरु आमे पाई परिबा तीनोटी जिनस आत्मरति आत्म तृप्ति आत्म संतुष्टि ए तीनटा एका भलिया शब्द लागुची ए तीनटा शब्द किंतु एमाने एका नुहंती एबे ए तीनटा जाक लागुची जे माने आनंद निज आत्मारे आनंद यही भाया लगुच किंतु डिफरेन्स रही एटी खाली कहते एमती कौन गोटे वस्तु अच्छी व्यक्ति अच्छा जो थुरु प्राणी रति तृप्ति संतुष्टि रति माने कौन आकर्षण से वस्तु प्रति से आकर्षण हो जाउची एवं से वस्तु से आकर्षण हो गला परे से तृप्त होउची ताकू पाइकी एवं तृप्त हला परे से संतुष्ट हो जाउची आउ तार किछि दरकार नहीं भौतिक जगत रे आमे देखुचे जे समस्ते इंद्रिय भोग पछरे एवं से इंद्रिय भोगरु से माने संतुष्टि होवा को चेष्टा करूचंती से माने खुशी हेबे तृप्त हो जिवे किंतु कई जने दुनिया रे अछि जे इंद्रिय भोग करी निज शरीर को से पाई काम करी की भोग करी से तृप्त हो जाइछि संभव नुहे आपण देखंतु जे सपोजिंग आपण दर्पण आगे ठिया होइछंती आपन दिसिला जे आपण लगै नांती मु एठी तिलक लगैछि से तिलकटी दिसुनी ता माने लागिनी मु जदी से दर्पण रे तिलक नै की लगैबी मो देह रे लागि जिवो की छाया रे लगैले कायारे लागेनी कायारे लगैले छायारे दिशिबो तेणु कायारे हमकु एठी शरीर होउची छाया आत्मा होउची एक्चुअली असली जिनिस तेणु आमे शरीर रे आमे खोजुचे सुख शरीर रे आमे खोजुचे आनंद तृप्त संतुष्टि तेणु शरीर रे आमे भोग इंद्रिय भोग कले केबे हेले तृप्त हबानी शरीर होची छाया बहु जन्म रु आमे प्रयास करूचे इंद्रिय भोगरे तृप्ति हवा पाई किंतु संभव नुहे इंद्रिय कहीं ना इंद्रिय रे रति अछि ए इंद्रिय रे आकर्षण अछि किंतु तृप्ति नहीं इंद्रिय भोगरे तृप्ति नहीं तो से वस्तुटी कौन जो थ्रु माने जहा प्रति आकर्षित हेले आमे तृप्त हवा एवं आमर मिली जीव संतुष्टि सबु आचार्य माने शास्त्र यही कथा कहउचंती जे सेई वस्तु हला भक्ति बा सेई व्यक्ति हला कृष्ण जो थरे रति अछि तृप्ति अछि संतुष्टि अछि से भक्ति रे कृष्ण भक्ति तेणु एठी आत्मा शब्दर अर्थ होउची कृष्ण परमात्मा कारण परमात्मा भी जने आत्मा तेणु भगवत गीता रे कोठी कौन व्यवहार करा जाइछि तार अर्थ कौन को शब्दर अर्थ कौन डिफरेंट ए आत्मार अर्थ किछि भी हेई परिबो आत्मार अर्थ ए शरीर आत्मार अर्थ मन आत्मार अर्थ जीवात्मा आत्मार अर्थ भी परमात्मा तेणु ये परमात्मा सेन्स रे व्यवहार कराई तामाने आमे जदि सेही वस्तु माने कृष्ण भक्ति तामाने जदि आमे कृष्ण भक्ति हमको मिली गला आमे कृष्ण भक्ति रे आगे ही गले ताले हमरो आमे तृप्त हवा आमे संतुष्ट हो जिवा प्रथमे आनंद पाइले रति आनंद पाइला परे तृप्ति एवं तृप्ति हला परे संतुष्टि डिफरेंस कौन से बुझार अच्छी बर्तमान जे ये जो रति रति तो आकर्षण बुझीगला जे आमे जदि कृष्ण के प्रति आकर्षण होचे भक्ति प्रति आकर्षण होचे तापर आ दीटा जिनस हमको मिलुची तृप्ति संतुष्टि कि तृप्ति और संतुष्टि भितर डिफरेंस कौन फॉर एग्जांपल आपन को जो शोष होची गोटे उदाहरण दूची शोष होची शोष हेले आमे माने धरतु जिते शोषटी होउची आपण पाखरे
सरबत अच्छी, लस्सी अच्छी, दही अच्छी, छाछ बा सेटा कौन कहती चला से भी अच्छी, पानी भी अच्छी। किंतु नॉर्मली आमे कहा प्रति आकर्षण हमर रहिबो, आमे कहा प्रति आकर्षित हो जिवा। नॉर्मली सब लोग सरबत हो कि लस्सी हो कि से जोटा कौन कहती चला ता प्रति आकर्षण हो जिवे। किंतु सेथरे कोन हमर शोष मेंटिबो कि कोथरे मेंटिबो पानी रे। केवल पानी पीले शोष मेंटिबो। तेणु तृप्ति कोठु मिलिला पानी रु। तेणु आमे आकर्षण होउतिले को प्रति केते जिंस दुनिया रे अछि आमे आकर्षण होउचे, आकर्षित होउचे। किंतु मिलिला कोथुरु ना पानी रु तृप्ति। किंतु बर्तन संतुष्टि कौन? संतुष्टि होउची एमती गोटे जिनिस जोटा पाइगला परे आ कौनसी जिनिस आ पाइबार इच्छा नहीं, आ कौनसी माने लालसा नहीं कहा प्रति। यन लब्ध्वा चापरं लाभं मन्यते नाधिकं ततः। भगवान निजे आगे जाए कहबे यन लब्ध्वा चापरं लाभम। एभली आमे गोटे लाभ पाइले मन्यते ना अधिकम तत आमे पुणी चिंता करछे ताठू बोली कि सही लाभठू बोली कि दुनिया रे किछि लाभ नाही। एमिति जिनस आमे लाभ कले जहाकू पाई अनुभव कले परम लाभ आउ किछि दरकार नाही। ना खाइबा ना पीबा ना सोइबा किछि दरकार नाही, सब मिलिगला एवरीथिंग फुलफिल्ड। किछि आवश्यक नाही ना शारीरिक ना पारिवारिक ना सामाजिक ना भौतिक ना नैतिक किछि आवश्यकता नाही। हमर सब मिलिगला एमती कौन जिनसटे आउ किछि दरकार नाही। ताकू ही कहते संतुष्टि माने आमे सैटिस्फाइड फुली सैटिस्फाइड। किछि मिलिला तृप्ति हेले किंतु संतुष्टर अर्थ सबू मिलिगला, सबू मिलिगला। पानी पीले तृप्त हमको आमे तृप्ति हेले पानी पी की, किंतु गर्मी मिटला की, भोक गला की, शरीर पीड़ा गला की, आउर तो बहुत जिनस दुनिया रे अछि ना हमर से सब इच्छा गुड़ाक पूरण हैला कि ना। गोटे जिनसर आवश्यकता पूरण हला कौन ना तृप्ति मिलिला। किंतु संतुष्टि मा अर्थ सबु प्रकार आवश्यक बा इच्छा पूर्ण हो गला। यन लब्ध्वा च परम लाभम मन्यते न अधिकम ततः जस्मिन् स्थितो न दुखेन गुरुणापि विचलयते। माने एमिति गोटे जिनस पाइले सेतिरु आउ से भाबुचंदी जे आउ ताठू अधिक किछि दुनिया रे नाही लाभ। एभली परिस्थिति एभली सिचुएशन जस्मिन स्थितो एभली स्तर रे रही कि से कौन हुए से लोकटी से लोकर कौन हुए गुरुनापि विचलयते न दुखे न गुरुनापि विचलयते। जेते डिफिकल्ट परिस्थिति आसु से विचलित तो हुए नहीं। कहीं ना ताकू से संपूर्ण संतुष्ट एवरीथिंग से जहाँ मिलवा कथा से मिलीगला। जन लब्ध्वा जहाँ को पाई की। तेणु ये जो पोजिशन आमर ए स्थिति को आम आसवा आनंद पाइबा माने रक्ति प्रथमे आनंद मिलिबो। आमे रमण कले आकर्षित हेले आनंद पाइले तृप्ति मिलिला एवं संतुष्टि हला केवल कृष्ण भक्ति रुए संभव। ये भागवतम रे जेतबळे प्रथम भागवतम आमर जेतबळे श्रीमद् भागवत प्रथम स्कंद जेतबळे आरंभ होची जेतबळे मुनि ऋषि माने सनकादि ऋषि माने जेतबळे पचारुचंदी सुत गोस्वामी को जे किछि गोटे कहंतु हमकु एमिति गोटे कोन जिंस दुनिया रे अछि जोटा को पाइले आत्मा प्रसन्न हो जाए, खुशी हो जाए, आत्मा संतुष्टि हो जाए। उत्तर रे सुत गोस्वामी कहउचंदी
सोई पुंसा परो धर्म जतो भक्तिरधोक्ष्यजे अहेतुकी अप्रतिहता यया आत्मा सुप्रसिद्धति। से कहउଛନ୍ତି ସେଠି କଣ ନା स वै पुंसा परो धर्म, स वै पुंसा परो धर्म, ମଣିଷର ପରମ ଧର୍ମ ହଉଛି କଣ? ସେଇଆ କଣ? ଯତୋ ଭକ୍ତିର ଅଧୋକ୍ଷଜେ, ଅଧୋକ୍ଷଜ ମାନେ ଶ୍ରୀକୃଷ୍ଣ, ତାଙ୍କର ଯିଏ ଭକ୍ତି କରୁଛି ସେଇ ହଉଛି ପରମ ଧର୍ମ। ଏବଂ କିଭଳି ଭକ୍ତି କରୁଛି? ଅହେତୁକି ଅପ୍ରତିହତା, ମାନେ କୌଣସି ଇଚ୍ଛା ନାହିଁ, ସେ ଭକ୍ତି କରୁଛି କୃଷ୍ଣଙ୍କର, କିନ୍ତୁ କୌଣସି ଉଦ୍ଦେଶ୍ୟ ରଖିକି ସେ ଭକ୍ତି କରୁନି। କିଛି ଦରକାର ନାହିଁ, ଖାଲି କୃଷ୍ଣ ପ୍ରେମ ଦରକାର, ଭକ୍ତି ସେ କରୁଛି, ଆଉ କିଛି ଦରକାର ନାହିଁ ତାର। नो ଭୌତିକ ଇଚ୍ଛା, ତାର କୌଣସି ଇଚ୍ଛା ନାହିଁ, ଭୋଗ କରିବାର ବି ଇଚ୍ଛା ନାହିଁ। ଅହେତୁକି ଅପ୍ରତିହତା, ମାନେ ସେ ଭକ୍ତିର କୌଣସି ବାଧା ବି ତାର ଭକ୍ତିକୁ ବନ୍ଦ କରିଦେଇ ପାରିବନି, ବାଧା ସୃଷ୍ଟି କରିପାରିବନି। କହୁଛନ୍ତି ଏଇଭଳି ଯିଏ ଭକ୍ତି କରୁଛି, ୟା ଆତ୍ମା ସୁପ୍ରସିଦ୍ଧତି, ମାନେ ଏଇଥିରେ ୟାରି ଦ୍ୱାରା ଆତ୍ମା ପ୍ରସନ୍ନ ହେଇଯାଏ। ବିନା କାରଣରେ ଭକ୍ତି ଯାହାକୁ କୌଣସି ବାଧା ରୋକି ପାରିବନି, ଏ ଦିଟା ହଉଛି ଲକ୍ଷଣ ଭକ୍ତିର। ଆମେ ଯଦି ରିଅଲି ଭକ୍ତି କରୁଛେ, ଆମେ ଅହେତୁକି ଅପ୍ରତିହତା ଦିଟା ଲକ୍ଷଣ କଣ ନା, ଆମେ କୌଣସି କାରଣ ରଖିନେ ଭକ୍ତି କରିବା ପାଇଁ, ଉଦ୍ଦେଶ୍ୟ ନାହିଁ ଆମର ଭକ୍ତିର, ଆମେ କେବଳ ଭକ୍ତି କରୁଛେ ଭଗବାନଙ୍କର। ସେକେଣ୍ଡ କଣ କରୁଛେ? ଆମର କୌଣସି ବାଧା ଆମକୁ ଏ ଭକ୍ତିରୁ, ଯେତେ ଡିଫିକଲ୍ଟ ସିଚୁଏସନ ଆସୁ, ଯେତେ ଭୟାନକ ପରିସ୍ଥିତି ଆସୁ, କିନ୍ତୁ ଆମେ ଭକ୍ତିରୁ କେବେ ହେଲେ ଓହରିବାନି। ଆମକୁ ବାଧା, କୌଣସି ଜିନିଷ ଆମର ଭକ୍ତିରେ ବାଧା ସୃଷ୍ଟି କରିପାରିବନି। ଏଇଭଳି ଯଦି ଆମେ ଏ ଦିଟି ଲକ୍ଷଣ ଭକ୍ତିର ଯଦି ଏଇଭଳି ଆମେ କରୁଛେ, ତାହେଲେ ଆମର ଆତ୍ମା ପ୍ରସନ୍ନ ହେଇଯିବ, ଆମକୁ ଆମେ ସନ୍ତୁଷ୍ଟି ଆମକୁ ମିଳିଯିବ। ସେଇ ସେଇ ପ୍ରଥମ ସ୍କନ୍ଧରେ, ଶ୍ରୀମଦ୍ ଭାଗବତମର ପ୍ରଥମ ସ୍କନ୍ଧରେ ମଧ୍ୟ ଦ୍ୱିତୀୟ ଅଧ୍ୟାୟରେ, ସେଠି ମଧ୍ୟ ଗୋଟେ ଜାଗାରେ କୁହାହଉଛି, ଧର୍ମ ଧର୍ମ ସୋନିଷ୍ଠିତ ପୁଂସା ବିଶ୍ୱକ୍ସେନ କଥାସୁ ଯଃ ନତୋପାଧ୍ୟୟତେ ଯଦି ରତିମ୍ ଶ୍ରମ ଏବ ହି କେବଲମ୍। ସେ କହୁଛନ୍ତି ଯେ ଯଦି ଆମେ ଆମର ଗୁଣ ଅନୁସାରେ ଯୋଉ କର୍ମ ଆମେ କରୁଛେ, ନିୟତ କର୍ମ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ଆମେ କରୁଛେ, କିନ୍ତୁ ନତୋପାଦେ ଯଦି ରତି, ଯଦି ଆମର ଆକର୍ଷଣ ନାହିଁ କାହା ପ୍ରତି, ବିଶ୍ୱକ୍ସେନ କଥାସୁ, ଯୋଉ ଭଗବତ କଥା ପ୍ରତି ଆମର ଯଦି ଆକର୍ଷଣ ନାହିଁ, ଅର୍ଥାତ୍ ଭଗବାନଙ୍କ ପ୍ରତି ଆମର ଯଦି ଆକର୍ଷଣ ନାହିଁ, ଆମେ ଯାହା କରୁଛେ ସେଗୁଡିକ ହଉଛି ୟୁଜଲେସ୍ ୱାର୍କ। ଶ୍ରମ ଏବ ହି କେବଲମ୍ ବୋଲି କହୁଛନ୍ତି, କେବଳ ଆମେ ପରିଶ୍ରମ କରୁଛେ, ଆଉ କିଛି ନାହିଁ, ସେଗୁଡା କରିକି ଯାହା, ନ କରିକି ସେ ବୋଲି ଭଗବାନ କହୁଛନ୍ତି। ୟୁଜଲେସ୍ ଲେବର। ଯଦି ଭଗବାନଙ୍କ ପ୍ରତି ଆମର ଆକର୍ଷଣ ନାହିଁ, ଭକ୍ତି ପ୍ରତି ଆମର ଆକର୍ଷଣ ନାହିଁ, ଭଗବତ କଥା ପ୍ରତି ଆମର ଆକର୍ଷଣ ନାହିଁ, ତାହେଲେ ଆମେ ଯାହା ବି କରୁଛେ, ସେ କହୁଛନ୍ତି ଶ୍ରମ ଏବଂ ହିଁ କେବଳ, ଆମେ ଶ୍ରମ କରୁଛେ, କିଛି ଫାଇଦା ନାହିଁ। ତେଣୁ ଭଗବତ କଥାରେ, ଭଗବାନଙ୍କଠି ଭକ୍ତିରେ ଆମର ଆକର୍ଷଣ ଆସେ, ଏବଂ ଆକର୍ଷଣ ଆସିଲେ ଆମର ଆତ୍ମା ପ୍ରସନ୍ନ ହୁଏ, ତୃପ୍ତ ହୁଏ। ତୃପ୍ତ ପରେ ସନ୍ତୁଷ୍ଟି, ଅର୍ଥାତ୍ ଆମର କୌଣସି ଜିନିଷ ଏ ଦୁନିଆରେ ଦରକାର ନାହିଁ, ଖାଇବା ପିଇବା ଶୋଇବା ବି ଆମେ ଭୁଲିଯିବା, ଏଭଳି ଷ୍ଟେଜ ହଉଛି ଭକ୍ତି। ତେଣୁ ସନ୍ତୁଷ୍ଟି କହିଲା ମାନେ, ଏଗେନ୍ ସନ୍ତୁଷ୍ଟିର ଦିଟା ଲକ୍ଷଣ। ସନ୍ତୁଷ୍ଟି ଯୋଉ ସାଟିସ୍ଫାଏ, ଆମେ ଏଭ୍ରିଥିଙ୍ଗ ଆମକୁ ସବୁ ମିଳିଗଲା, ୟାର ଦିଟା ଲକ୍ଷଣ କଣ ନା, ସେଠି ଆଗରେ କହିବେ ଭଗବାନ 18 ଅଧ୍ୟାୟରେ କହିବେ ଗୋଟେ ଜାଗାରେ,
ब्रह्मभूत ब्रह्मभूतः प्रसन्नात्मा न शोचति न कांक्षति। ब्रह्मभूतः प्रसन्नात्मा न शोचति न कांक्षति। ଯିଏ ବ୍ରହ୍ମଭୂତ ଷ୍ଟେଜ କୁ ଚାଲିଗଲାଣି ଅର୍ଥାତ୍ ସିଏ ବ୍ରହ୍ମରେ ଅବସ୍ଥାନ କରୁଛି। ଯୋଗୀ ଯେତେବେଳେ ଯୋଗୀ କଣ କରୁଛି ନା ଯେତେବେଳେ ବ୍ରହ୍ମନ୍ ଅବସ୍ଥାରେ ଅବସ୍ଥାନ କରିକି ଯେତେବେଳେ ସେ ହୃଦୟରେ ପରମାତ୍ମାଙ୍କୁ ଫିଲ୍ କରୁଛି ଅନୁଭବ କରୁଛି ସେତେବେଳେ ସେ ତାର କିଛି ଆବଶ୍ୟକତା ନାହିଁ। ନ ଶୋଚତି ନ କାଙ୍କ୍ଷତି କିଛି ଆଶା କରୁନି କିଛି ଦରକାର ନାହିଁ। ନ ଶୋଚତି ସେ ଦୁଃଖ ବି କରୁନି ଯେ ମୋର ପଳେଇବ ଏସବୁ ଜିନିଷ ନାହିଁ ମୋର ବା ଏ ଅଛି ମୋର ଚାଲିଯିବ ନଷ୍ଟ ହେଇଯିବ। ଏ ବ୍ୟକ୍ତି ହଉ ବସ୍ତୁ ହଉ ଏ ଦୁନିଆରେ କାହା ପ୍ରତି ତାର କିଛି ଦୁଃଖ ନାହିଁ। କିଏ ଚାଲିଗଲା ବସ୍ତୁ ହଉ ବ୍ୟକ୍ତି ହଉ ସେ ବଦଳ ନୁହେଁ ସେଥିପାଇଁ ତାର କିଛି ସେ ବ୍ୟସ୍ତ ହଉନି। ସେଭଳିଆ ଷ୍ଟେଜରେ ପହଞ୍ଚି ଯାଉଛି। ଇଏ କୋଉମାନେ ଇଏ ଯୋଉ ବ୍ରହ୍ମଭୂତ ଏମାନେ ହଉଛନ୍ତି ନିର୍ବିଶେଷବାଦୀ ଯୋଉମାନେ ଭଗବାନଙ୍କୁ ନିରାକାର ଭାବରେ ଦେଖୁଛନ୍ତି। ନିର୍ବିଶେଷବାଦୀ ଇମ୍ପର୍ସନାଲିଷ୍ଟ। କିନ୍ତୁ ଯୋଉମାନେ ପର୍ସନାଲିଷ୍ଟ ଅର୍ଥାତ୍ ବ୍ୟକ୍ତିବାଦୀ ମାନେ ଭଗବାନଙ୍କୁ ଗୋଟେ ମାନେ ବ୍ୟକ୍ତି ବୋଲିକି ଭାବିଛନ୍ତି ସେମାନେ ହଉଛନ୍ତି ଭକ୍ତ। ସେମାନେ କଣ କରୁଛନ୍ତି ସେମାନେ ବ୍ରହ୍ମରେ ଯାଇକି ମିଶିବା ବା ଆନନ୍ଦ ପାଇବା ତାଙ୍କର ଏ ଉଦ୍ଦେଶ୍ୟ ନୁହେଁ। ତାଙ୍କର ଉଦ୍ଦେଶ୍ୟ ହଉଛି ଭଗବାନଙ୍କ ପାଖକୁ ଯିବା ତାଙ୍କର ଭକ୍ତି କରିବା। ଆଉ ତା ଅର୍ଥ ହଉଛି ଯିଏ ଏଇ ଭୌତିକ ଜଗତରେ ରହିକି ଭଗବାନଙ୍କର ଭକ୍ତି କରୁଛି ତାହେଲେ ସେ ବ୍ରହ୍ମଭୂତ ଷ୍ଟେଜରେ ଅଛି। ଯୋଉ ଯୋଗୀ ଏତେ ପରିଶ୍ରମ କରିକି ତପସ୍ୟା କରିକି ସେ ଯୋଉ ବ୍ରହ୍ମଭୂତ ଷ୍ଟେଜକୁ ଯାଉଛି ଆମେ ଭକ୍ତି କରିକି କେବଳ ଭଗବାନଙ୍କର ଭକ୍ତି କରିକି ଆମେ ମଧ୍ୟ ସେଇ ବ୍ରହ୍ମଭୂତ ଷ୍ଟେଜରେ ରହିବା ଫଳରେ ନ ଶୋଚତି ନ କାଙ୍କ୍ଷତି ଆମର କୌଣସି ନ କାଙ୍କ୍ଷତି ମାନେ କୌଣସି ଇଚ୍ଛା ନାହିଁ। ଭୌତିକ ଇଚ୍ଛା ଆମର କିଛି ଦରକାର ନାହିଁ। ସବୁ ଆମକୁ ମିଳିଗଲା ବୋଲିକି ଆମେ ଫିଲ୍ କରିବା। ନ ଶୋଚତି କୌଣସି ଦୁଃଖ ବି ନାହିଁ। ନୋ ଲାମେଣ୍ଟେସନ ଯେ ମୋ ପାଖରେ ଯାହା ଅଛି ନାହିଁ ବୋଲିକି ଦୁଃଖ ନାହିଁ କି ଅଛି ବୋଲିକି ପଳେଇବ ବୋଲିକି ବି ଦୁଃଖ ନାହିଁ। ଏ ପରିସ୍ଥିତିକୁ ଆମେ ପହଞ୍ଚିଯିବା। ତେଣୁ ଯେତେବେଳେ ଏଇ ପରିସ୍ଥିତି ଆସୁଛି ଯେ ମତେ ସବୁ କିଛି ମିଳିଗଲା ମୋର ଆଉ କିଛି ଦରକାର ନାହିଁ କୌଣସି ସୁବିଧା ଦରକାର ନାହିଁ ଫ୍ୟାସିଲିଟି ଯୋଉ ପାଉଛେ ଆମେ ଦେବାଦେବୀଙ୍କଠୁ ସେହାର ବି ଆବଶ୍ୟକତା କିଛି ନାହିଁ ତାହେଲେ ଆମକୁ ସନ୍ତୁଷ୍ଟି ମିଳିଗଲା। এইଠୁ ଯେତେବେଳେ ସନ୍ତୁଷ୍ଟି ମିଳିଲା ଅର୍ଥ ଏଇଠୁ ଆମର ଭକ୍ତି ଆରମ୍ଭ ହଉଛି। ତେଣୁ ଏଇ ଯୋଉ ସ୍ତରକୁ ଆମେ ଆସିଗଲେ ସେଇଠି ଭଗବାନ କହୁଛନ୍ତି ତସ୍ୟ କାର୍ଯ୍ୟମ୍ ନ ବିଦ୍ୟତେ। ଯିଏ ଏଇ ଷ୍ଟେଜରେ ପହଞ୍ଚିଗଲା ରତି ତୃପ୍ତି ସନ୍ତୁଷ୍ଟି ଭଗବାନଙ୍କର ଭକ୍ତି କରିକି ଭକ୍ତି ମାନେ ସେଇ ଷ୍ଟେଜରେ ଯିଏ ପହଞ୍ଚିଗଲା ସେଇ ସ୍ତରରେ ତସ୍ୟ କାର୍ଯ୍ୟମ୍ ନ ବିଦ୍ୟତେ ତାହାର ଆଉ କୌଣସି କର୍ମ ନାହିଁ। ଅର୍ଥାତ୍ କୌଣସି ଦେବାଦେବୀ ପୂଜା କରିବା ଯେମିତି କର୍ମୀ ମାନେ କରୁଛନ୍ତି ଦେବାଦେବୀ ମାନଙ୍କର ପୂଜା କରିକି ବିଭିନ୍ନ ଭୋଗ୍ୟ ବସ୍ତୁ ପାଇବା ଆଶାରେ ବା ନିଜର ଇଚ୍ଛା ପୂରଣ କରିବା ଆଶାରେ ୟା ଏଇ ବ୍ୟକ୍ତିର ଆଉ ଆବଶ୍ୟକତା ନାହିଁ କାରଣ ତାକୁ ସବୁ କିଛି ମିଳିଗଲା। ସେ କେବଳ ଯାହା କରୁଛି କର୍ମ କେବଳ ଶରୀରର ମେଣ୍ଟେନାନ୍ସ ପାଇଁ ବଞ୍ଚେଇ ରଖୁଛି ଶରୀରକୁ ଭକ୍ତି କରିବା ପାଇଁ। ଇଏ କର୍ମ ନୁହେଁ ସେ କର୍ମୀ ନୁହେଁ କି ଇଏ କର୍ମ ନୁହେଁ। ତେଣୁ ଆମେ ଦେଖିଲେ ଏମିତି ଆତ୍ମା ପ୍ରତି ଆକର୍ଷଣ ଯୋଉ ଜିନିଷ ସେଇଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆତ୍ମା ପ୍ରତି ଆକର୍ଷଣ ମାନେ କୃଷ୍ଣ ବା କୃଷ୍ଣ ଭକ୍ତି ପ୍ରତି ଆକର୍ଷଣ ଆକର୍ଷିତ ହବା। ତେଣୁ ଇଏ ଦି ପ୍ରକାରର ଏଇ ଯୋଉ ଆକର୍ଷଣ ରତି ଏ ଦି ପ୍ରକାରର ଜ୍ଞାନ ଅନୁଶୀଳନ ଭକ୍ତି ଅନୁଶୀଳନ। କେହି କେହି ଅଛନ୍ତି ସେମାନେ ଜ୍ଞାନ ପ୍ରତି ଆକର୍ଷିତ ହୁଅନ୍ତି। ଏ ଜ୍ଞାନ କର୍ମ ନୁହେଁ। ଜ୍ଞାନ ପ୍ରତି ଆକର୍ଷଣ ହେଇଥିଲେ ସୁଖଦେବ ଗୋସ୍ୱାମୀ। ଆଉ କେତେକ ଅଛନ୍ତି ଭକ୍ତି ପ୍ରତି ଆକର୍ଷିତ ହୁଅନ୍ତି ଭକ୍ତି ଅନୁଶୀଳନ ତାଙ୍କର ଭକ୍ତିରେ ରତି। ଏଇ ଦିଟା ଯାକ ଇଏ ହଉଛନ୍ତି ନାରଦ ମୁନି। ସେ ତାଙ୍କର କୌଣସି ଜ୍ଞାନ ତାଙ୍କର ନଥିଲା ସେ ମୂଳରୁ ଭକ୍ତିରେ। କିନ୍ତୁ ଏ ଦିଟା ଯାକ ଯିଏ ଜ୍ଞାନୀ ଆଉ ଯିଏ ଭକ୍ତ ଏ ଦି ଜଣ ଯାକ
ଚେଷ୍ଟା କରୁଛନ୍ତି ଆତ୍ମାର କଲ୍ୟାଣ ପାଇଁ। ଜ୍ଞାନରେ ଯେ ରତି, ଭକ୍ତିରେ ଯେ ଯିଏ ଜ୍ଞାନରେ ରତି ସେ ଭକ୍ତିରେ ପହଞ୍ଚିନି, ସେ ଜ୍ଞାନ ପ୍ରାକ୍ଟିସ କରୁଛି ଭକ୍ତିକୁ ଯିବା ପାଇଁ, କିନ୍ତୁ ସେ ଜ୍ଞାନଟା କର୍ମ ନୁହେଁ। ସେ ଜ୍ଞାନଟା କର୍ମ ନୁହେଁ, କାହିଁକି ନା ତାର ଇନ୍ଦ୍ରିୟ ଭୋଗ ପ୍ରତି ଆକର୍ଷଣ ନାହିଁ। ସେ ଜ୍ଞାନଟା କରୁଛି ଭକ୍ତିକୁ ଯିବା ପାଇଁ। କେବଳ ଆତ୍ମ ଅନୁସନ୍ଧାନରେ ଅଛି ସେ। ଏ ଜ୍ଞାନ ଜରିଆରେ ସେ ଆତ୍ମାକୁ ଖୋଜୁଛି, ଆତ୍ମା କଣ ଜାଣିବାକୁ ଚେଷ୍ଟା କରୁଛି, ଆତ୍ମାର ପରମାତ୍ମା ସହିତ ସମ୍ପର୍କ କଣ ଜାଣିବାକୁ ଚେଷ୍ଟା କରୁଛି। ଏବଂ ଏଇଭଳି ସେ କରିବ ଯୋଉ ପର୍ଯ୍ୟନ୍ତ ସେ ଭକ୍ତିରେ ପହଞ୍ଚିନି, ସେଇ ପର୍ଯ୍ୟନ୍ତ ସେ ଏଇଭଳି କରିବ। ତେଣୁ ଏଇଭଳି ଆମେ ଦେଖିଲେ ଯେ ଭକ୍ତି ଯୋଗୀ ତାଙ୍କ ପାଇଁ କୌଣସି କର୍ମ ନାହିଁ। ସେଇଥିପାଇଁ ଭଗବାନ କହୁଛନ୍ତି ଯେ ଆତ୍ମରତି, ଆତ୍ମତୃପ୍ତି, ଆତ୍ମ ସନ୍ତୁଷ୍ଟ, ତାର ନାହିଁ କୌଣସି କର୍ମ। କାରଣ ଭୋଗ ପାଇଁ ଇଚ୍ଛା ନାହିଁ ତ କର୍ମ କଣ କରିବ। ସେଠି ଆଉ ଗୋଟେ ବି ଆମର ମାନେ 11 ନମ୍ବର ସ୍କନ୍ଦ ଶ୍ରୀମଦ୍ ଭାଗବତମରେ, ମୁଁ ଆଗରୁ ବି ଏ ଶ୍ଲୋକଟା କହିଥିଲି, ଗୋଟେ ଜାଗାରେ ଅଛି ଯେ ଦେବର୍ଷିଭୂତ ଆତ୍ମା, ଦେବର୍ଷିଭୂତ ଆପ୍ତ ନୃଣାଂ ପିତॄଣାଂ न किङ्करो नायं न किङ्करो नायं ऋणी च राजन् सर्वात्मना शरणं शरण्यं गतो मुकुन्दं परिहृत्य कर्तं कृतं परिहृत्य कृतं गतो मुकुन्दम परिहृत्य कृतम। ବୋଲେ ଏଠି ସେ କହୁଛନ୍ତି ଦେବର୍ଷି ଭୂତ ଆତ୍ମ ନୃଣାଂ, ମାନେ ଦେବତା, ଋଷି, ଭୂତ ମାନେ ଅନ୍ୟ ଜୀବ, ଆପ୍ତ ମାନେ ଫ୍ରେଣ୍ଡସ୍, ବନ୍ଧୁବାନ୍ଧବ, ନୃଣାଂ ମନୁଷ୍ୟ, ପିତୃଣାଂ ପିତୃପୁରୁଷ, ଏମାନଙ୍କ ପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କାହାକୁ, ଆମର ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ହେ ରାଜନ, ଏମାନେ ଏମାନେ ଋଣୀ ନୁହନ୍ତି, ଏମାନଙ୍କ ପାଖରେ କିଏ ଦେବତା, ଭୂତ, ଆତ୍ମ, ନୃଣାଂ, ପିତୃଣାଂ, ଏମାନଙ୍କ ଏଇ ପିତୃପୁରୁଷ ହଉ, ଦେବତା ହୁଅନ୍ତୁ, ଅନ୍ୟ ଜୀବ ହୁଅନ୍ତୁ, ବନ୍ଧୁବାନ୍ଧବ ହୁଅନ୍ତୁ, ଅନ୍ୟ ମନୁଷ୍ୟ ହୁଅନ୍ତୁ, କାହା ପ୍ରତି ଋଣୀ ନୁହନ୍ତି। କିଏ ନା ଯିଏ ସର୍ବାତ୍ମନା ଯହ ଶରଣ ଶରଣ୍ୟ, ଯିଏ ପୁରା ପୁରା ଆତ୍ମାର ସହିତ ଶରଣ ନେଇଛି କୋଉଠି, ଯାହାଙ୍କ ପାଖରେ ଶରଣ ନିଆଯାଏ, ଶରଣ୍ୟମ, ସେ କିଏ ଗତ ମୁକୁନ୍ଦମ, ସେ ହଉଛନ୍ତି ମୁକ୍ତିର ଦାତା, ଯିଏ ଭଗବାନ ଶ୍ରୀକୃଷ୍ଣ। ପରିହୃତ୍ୟ କୃତମ, ମାନେ ତାର ଆଉ କୌଣସି କର୍ମ କରିବାର ନାହିଁ। ତାର ଆଉ କୌଣସି କର୍ମ କରିବାର ନାହିଁ। ତସ୍ୟ କାର୍ଯ୍ୟ ନ ବିଦ୍ୟତେ, କାହିଁକି ନା ଏମାନେ ହଉଛନ୍ତି ଭଗବାନଙ୍କର ଅଂଶ। ସମସ୍ତେ ଏମାନେ ସମସ୍ତେ ଭଗବାନଙ୍କର ଅଂଶ। ତେଣୁ ଆମେ ଯଦି ଭଗବାନଙ୍କୁ, ଯିଏ ଭକ୍ତି କରୁଛି, ଯୋଉମାନେ ଭକ୍ତ, ତାଙ୍କର କର୍ମ ଏଇଥିପାଇଁ ନାହିଁ କି ସେମାନେ ଭଗବାନଙ୍କୁ ଯେହେତୁ ଭକ୍ତି କରୁଛନ୍ତି, ଭଗବାନଙ୍କୁ ପୂଜା କରୁଛନ୍ତି, ଭଗବାନଙ୍କୁ ସେ ପାଖରେ ସମର୍ପିତ, କୃଷ୍ଣଙ୍କ ପାଖରେ ସେ ମୂଳରେ ପାଣି ଦଉଛନ୍ତି, ଆଉ ଡାଳ ପତ୍ରକୁ ଦବା ଆବଶ୍ୟକତା ନାହିଁ। ଏମାନେ ହଉଛନ୍ତି, ଆଉ ଯେତେ ଏଇ ଦେବତା, ଅନ୍ୟ ଜୀବ, ଅନ୍ୟ ମଣିଷ, ବନ୍ଧୁବାନ୍ଧବ, ପିତୃପୁରୁଷ, ଏସବୁ ହଉଛନ୍ତି ଭଗବାନଙ୍କର ଅଂଶ। ତେଣୁ ଅଟୋମେଟିକାଲି ସେମାନେ ପୂଜା ପାଇଗଲେ ବା ତୃପ୍ତ ହେଇଗଲେ, ଆମେ ଯଦି ଭଗବାନ କୃଷ୍ଣଙ୍କର କରୁଛେ। ତେବେ ଯାହା ବି ହଉ, ଜ୍ଞାନୀ ଯାହା ହେଲେ ବି, ଆମେ ଯୋଉ କହୁଛେ ଜ୍ଞାନ, ଯିଏ ଜ୍ଞାନ ଯୋଗୀ, ସେ ଜ୍ଞାନୀ ଯାହା ହେଲେ ବି ଭକ୍ତି ଷ୍ଟେଜକୁ ତାକୁ ଆସିବାକୁ ପଡିବ। ଜ୍ଞାନ ସବୁ କିଛି ନୁହେଁ। ଜ୍ଞାନ ଆସିଲା, କିନ୍ତୁ ଜ୍ଞାନ ପରେ ତାକୁ ଭକ୍ତିକୁ ଯିବାକୁ ପଡିବ, ଅଦରୱାଇଜ ତାର ପତନ ହବ। ସେ ଯଦି ଭକ୍ତିକୁ ନ ଗଲା, ସେ ଜ୍ଞାନର ମୂଲ୍ୟ ନାହିଁ, ପତନ ହେଇଯିବ, ପୁଣି ସେ କର୍ମୀ ହେଇଯିବ। ତେଣୁ ଯିଏ ଭକ୍ତି କରୁଛି ଏବଂ ଭକ୍ତି କରିକି ସେ
ଆତ୍ମାରେ ଆନନ୍ଦ ପାଉଛି, ଆତ୍ମାରେ ରମଣ କରୁଛି, ଏଇଥିରେ ସେ ସେ ଆତ୍ମାରେ ଆକର୍ଷିତ ହେଇଛି। ଅର୍ଥାତ୍ ଭକ୍ତି ମାନେ ଭଗବାନ କୃଷ୍ଣଙ୍କ ପାଖରେ ସେ ଆକର୍ଷିତ, ଭକ୍ତି କରୁଛି ଏବଂ ତାଙ୍କଠି ତୃପ୍ତି ଆଉ ସନ୍ତୁଷ୍ଟି ଏ ଦିଟାକ ସେ ପ୍ରାପ୍ତ କରିଛି, ବୋଲେ ତାକୁ ଆମେ କହିବା ସେ ଆତ୍ମା ପାଇଁ କାମ କରୁଛି। ତେଣୁ କୋଉ ଜିନିଷଟା କୋଉ କୋଉ ମାନେ ଆମକୁ ଆମର ଆତ୍ମାକୁ ପ୍ରସନ୍ନ କରିଦିଏ ହେଲା ଭକ୍ତି। ଭକ୍ତି କଣ? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ହଉଛି ଭକ୍ତି। ଭକ୍ତିର ଗୋଟେ ହଉଛି ଆମର ଭଗବାନଙ୍କର ନାମ ନବା, ଜପ, ଏବଂ ଆଉ ଗୋଟେ ହଉଛି ଭଗବାନଙ୍କର ସେବା। କିନ୍ତୁ ଏ ସେବା ପାଇଁ ଆମର ଯୋଗ୍ୟତା ନାହିଁ, ଆମର ଏତେ ଅଶୁଦ୍ଧି, ଆମେ ଏତେ ଅଜ୍ଞାନୀ, ଆମେ ସେବା କଣ କରିବା? ଭଗବାନଙ୍କର କରିପାରିବାନି, ଆମର ଯୋଗ୍ୟତା ନାହିଁ, କଲେ ବି ପ୍ରଗତି ହବନି ଠିକରେ। କେବଳ ଭଗବତ ନାମ ସ୍ମରଣ ଏବଂ କୀର୍ତ୍ତନ, ୟାରି ଜରିଆରେ ଆମେ ଭଗବାନଙ୍କୁ ପ୍ରାପ୍ତ କରିପାରିବା। ଭଗବାନଙ୍କର ନାମ ନେଇକି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, 16 ମାଳା ଦିନକୁ ଆମେ କରିବା। ଧୀରେ ଧୀରେ ଆମକୁ ଆନନ୍ଦ ମିଳିବ। ରତି ଆସିଲା ଅଟୋମେଟିକାଲି ଆକର୍ଷଣ, ଆମେ ଏଇ ଭଗବାନଙ୍କର ଯେତେବେଳେ ନାମ ଆମେ ନବା, ହରେ କୃଷ୍ଣ ମହାମନ୍ତ୍ର ଜପ, ଆମେ ଯେତେବେଳେ 16 ମାଳା କରିବା, ଗୋଟେ ମାଳା 108, 16 ମାଳା ଆମେ କରିବା 108 ଥର, 16 ଥର ଏମିତି କରିବା, ଆସ୍ତେ ଆସ୍ତେ ଆମର ଭଗବାନଙ୍କ ପ୍ରତି ଆକର୍ଷଣ ଆସିବ ଏବଂ ତାପରେ ଆମେ ତୃପ୍ତି ହବା ଭଗବାନଙ୍କଠି। ଏବଂ ତୃପ୍ତି ହେଲା ପରେ, କାରଣ କିଛି ମିଳିଗଲା, ଆମେ ତୃପ୍ତି ହେଲେ, କିନ୍ତୁ ତୃପ୍ତି ପରେ ସବୁ ଜିନିଷ ଆମକୁ ମିଳିଯାଇନି, ସନ୍ତୁଷ୍ଟି ଦରକାର। ଅର୍ଥାତ୍ ଆଉ ଜୀବନରେ ମୋର ଆଉ କୌଣସି ଜିନିଷ ଦରକାର ନାହିଁ, ସେ ଷ୍ଟେଜରେ ଆମର ପହଞ୍ଚିବାର ଅଛି। ଏଇ କୃଷ୍ଣ ଭକ୍ତିରେ ଆମେ ଆଗକୁ ଗଲେ ଅଟୋମେଟିକାଲି ମିଳିବ। ତେଣୁ ଏଇ ଯୋଉ ହରିନାମ ମାନେ ଭଗବାନଙ୍କର ଯୋଉ ମହାମନ୍ତ୍ରଟି, ଏଇ ହଉଛି କେବଳ ଆମର ମେଡିସିନ। ଏଇଥିରେ ଆତ୍ମା ପ୍ରସିଦ୍ଧତି ମାନେ ଆତ୍ମା ପ୍ରସନ୍ନ ହେଇଯାଏ। ହରିନାମରେ ଆମକୁ ଯାହା ମିଳୁଛି, କୋଟି ଯଜ୍ଞ କଲେ ବି ତା ମିଳିବନି, କରି ତ ପାରିବାନି। ଏ ଯୁଗରେ ଯଜ୍ଞର ତ ନାହିଁ, ଯଜ୍ଞ କରିବା ପାଇଁ ନା ସାମଗ୍ରୀ ଅଛି ଶୁଦ୍ଧ, ନା ବ୍ରାହ୍ମଣ ଶୁଦ୍ଧ ଅଛନ୍ତି, ନା ଘିଅ ଶୁଦ୍ଧ ଅଛି, ନା ଆମେ 33 କୋଟିଙ୍କର ଦେବତାଙ୍କର ଯଜ୍ଞ କରିପାରିବା। 2-4 ଜଣଙ୍କର କରିକି ବି ଲାଭ ନାହିଁ, କଲେ ଆମକୁ 33 କୋଟିଙ୍କର କରିବାକୁ ପଡିବ, କରିପାରିବାନି। କିନ୍ତୁ ଏଇଟି ସହଜ, ଭଗବାନ କହୁଛନ୍ତି କଳି ଯୁଗରେ କେବଳ ହରିନାମ, ଏଇଥିରୁ ଯାହା ମିଳିବ, ଆମେ କୋଟି ଯଜ୍ଞ କଲେ ବି ତାହା ମିଳିବନି। ଆମକୁ ବୁଝିବାକୁ ପଡିବ 3ଟି ଜିନିଷ ଦୁନିଆରେ। ଭଗବାନ କହୁଛନ୍ତି ଯେ ଭୋକ୍ତାରାମ ଯଜ୍ଞ ତପସା ସର୍ବଲୋକ ମହେଶ୍ୱର ସୁଦଂ ସର୍ବଭୂତାନା, ବୋଲେ ଏ 3ଟି ଜିନିଷ ବହୁତ ଇମ୍ପୋର୍ଟାଣ୍ଟ। ସେ କହୁଛନ୍ତି ସେ ହଉଛନ୍ତି ଉପଭୋକ୍ତା। ତାହେଲେ ଏବଂ କାହିଁକି ନା ସେ ହଉଛନ୍ତି ଆତ୍ମା ଅଫ ଅଲ୍ ଆତ୍ମା, ସବୁ ଆତ୍ମାଙ୍କର ଆମେ ହଉଛି ଆତ୍ମା, ଏବଂ ତାଙ୍କର ହଉଛନ୍ତି ସେ ପରମ ଆତ୍ମା, ସୁପ୍ରିମ ପର୍ସନାଲିଟି ଅଫ ଗଡ ଏଣ୍ଡ ଭଗବାନ କୃଷ୍ଣ, ସେ ପରମାତ୍ମା। ସେ ଯଦି ଖୁସି ହେଇଗଲେ ଅଟୋମେଟିକାଲି ସବୁ ଆତ୍ମା ଖୁସି ହେବେ। କାହିଁକି ନା ସବୁ ଆତ୍ମା ହଉଛନ୍ତି ତାଙ୍କର ଅଂଶ। ଯେମିତି ଆମେ ପାଣି ଦଉଛେ ଗଛରେ, ଡାଳ ପତ୍ର ବି ପାଣି ପାଇଯାଉଛନ୍ତି ମୂଳରେ ପାଣି ଦେଲେ, ସେମିତି କୃଷ୍ଣ ଭକ୍ତିରେ ଆମେ ଯେତେବେଳେ ରମଣ କରିବା, କୃଷ୍ଣ ଭକ୍ତିରେ ଆନନ୍ଦ ପାଇବା ଏବଂ ଆସ୍ତେ ଆସ୍ତେ ଆମେ ତୃପ୍ତ ହବା, ତୃପ୍ତ ହେଇକି ସନ୍ତୁଷ୍ଟ ହବା।
आत्मार स्वभाव होउची कृष्ण भक्ति रे रमण करिवा तार स्वभाव आत्मार इंद्रिय भोगरु केबे हेले से तृप्ति बा संतुष्टि पाई पारे ना तो यही भली ए श्लोक पुणी यही जिनसटी को भगवान पुणी आवरी 18 नंबर श्लोक रे 17 18 दुईटा को मिसिकी भगवान कहउचंती जे कर्म काहार परिवार नाही एई जिनस बुझौचंती गोटे सेल्फ रियलाइज्ड पर्सन जे माने स्वरूप सिद्धि व्यक्ति जे निज स्वरूप को जानिची सी आत्मा और भगवान सहित तार संपर्क भगवान कर सेवा करवा तांकर भक्ति करवा जे जानिची तारी विषय वर्णना करुचंदी 17 18 तेबे आमे नेक्स्ट 18 पर जिबा एटी सरला आज 17 नंबर श्लोक किसी प्रश्न यदि पचारिबार अछि पचारि पारंती नहले आमे एंड करबा एनी क्वेश्चन अनम्यूट करके करिवे जे पचारिबे अनम्यूट करके पचारि पारंती जेकोसी जा भक्ति रिलेटेड कृष्णा रिलेटेड जेकोसी ए श्लोक नहले भी जा पचारि परिबे किछि माइंड रे जदि रहउछि डाउट पचारि परिबे मु सब बेले स्कोप दउछि पचारिबा पय समय अछि ओके किछि नाही जदि जदि डाउट आसुछि प्रिपेयर्ड हेकि आसीबे पचारि पारंती प्रश्न आज आमे एडी रहइबा विराम करबा ग्रंथराज श्रीमद् भगवद गीता की जय श्रीला प्रभुपाद की जय गौर भक्त वृंद की जय हरे कृष्ण हरे कृष्ण।